ଆଜି ଆସିବ ପିଏମ୍ କିଷାନ ଟଙ୍କା। ଚାଷୀଙ୍କ ଆକାଉଣ୍ଟକୁ ଯିବ 2000 ଲେଖାଏଁ ଟଙ୍କା। ଖବରଟି ଜାଣିବା ପୂର୍ବରୁ ଆପଣ ଯଦି ଆମ ଚ୍ୟାନେଲକୁ ପ୍ରଥମ ଥର କରି ଆସିଛନ୍ତି, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ଭିଡ଼ିଓକୁ ବହୁମାତ୍ରା ସେୟାର କରିବାକୁ ଜମାରୁ ବି ଭୁଲନ୍ତୁ ନାହିଁ ଏବଂ ଭିଡ଼ିଓକୁ ମାତ୍ର 10ରେ ଲାଇକ୍ କରନ୍ତୁ। ଦେଶର କୋଟି କୋଟି ଚାଷୀଙ୍କ ପାଇଁ ଏକ ଖୁସି ଖବର। ଆଜି ଆସିବ ପିଏମ୍ କିଷାନ ଟଙ୍କା। ଚାଷୀଙ୍କ ଆକାଉଣ୍ଟକୁ ଯିବ 2000 ଲେଖାଏଁ ଟଙ୍କା। ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅଧୀନରେ 20ତମ କିସ୍ତି ପ୍ରଦାନ କରାଯିବ। 20 କୋଟି କୃଷକଙ୍କ ପାଖକୁ ପଠାଯିବ 20,500 କୋଟି ଟଙ୍କା। ଭାରତ ସରକାରଙ୍କ କୃଷି ମନ୍ତ୍ରଣାଳୟ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅଧୀନରେ 20ତମ କିସ୍ତି ପ୍ରଦାନ କରାଯିବ। କୃଷି ମନ୍ତ୍ରଣାଳୟ କହିଛି ଯେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ବା ପିଏମ୍ କିଷାନ ଯୋଜନା ଅଧୀନରେ 20ତମ କିସ୍ତିର ଟଙ୍କା ଆଜି ସମସ୍ତ ଯୋଗ୍ୟ ଚାଷୀଙ୍କୁ ଦିଆଯିବ। ପ୍ରଧାନମନ୍ତ୍ରୀ କିଷାନର 20ତମ କିସ୍ତି ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ସ୍ଥାନାନ୍ତରିତ ହେବ। କେନ୍ଦ୍ର ସରକାର ଫେବୃଆରୀ 2019ରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆରମ୍ଭ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶେଷଥର ପାଇଁ ଫେବୃଆରୀ 24, 2025ରେ ତାଙ୍କ ବିହାର ଗସ୍ତରେ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର 19ତମ କିସ୍ତି ଜାରି କରିଥିଲେ। ଏହି ଯୋଜନା ଅଧୀନରେ ଭାରତ ସରକାର ସାରା ଦେଶର ଯୋଗ୍ୟ ଚାଷୀମାନଙ୍କୁ ପ୍ରତିବର୍ଷ 6,000 ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରନ୍ତି। ଏହି 6,000 ଟଙ୍କା ପ୍ରତି 4 ମାସରେ 2,000 ଟଙ୍କାର 3ଟି କିସ୍ତି ଆକାରରେ ଚାଷୀମାନଙ୍କୁ ଦିଆଯାଏ। ପ୍ରତ୍ୟେକ ଦିନ ଏହିପରି ଲାଟେଷ୍ଟ ଖବର ଜାଣିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।